ମୋ ନା ମୋ ନାଁ ଋଷିକେଶ ପଣ୍ଡା। ମୁଁ ଜଣେ ରିଟାୟାର୍ଡ ପ୍ରିନ୍ସିପାଲ। ମୋ ଝିଅ ନାଁରେ ମୁଁ ଗୋଟେ ଏଠି ବୁକ୍ କରିଥିଲି 15 ଦିନ ତଳେ। ନା ବେଶୀ ହେବ 18 ଦିନ ଖଣ୍ଡେ ହେବ। ମୁଁ 13 ତାରିଖରେ ଆସିକି ତାଙ୍କୁ ମିଟ୍ କଲି, କହିଲେ କାଲିକି ଚାଲିଯିବ। ତାପରେ ଫେର ନଗଲା ହେତୁ ମୁଁ ଆଜି 18 ତାରିଖରେ ଆସିଛି। ଆଜି ଆସିଲା ପରେ ସିଏ ଗୋଟେ ଝିଅ ସେଠି ବସିଥିଲା ତାଙ୍କ କାଉଣ୍ଟରରେ, ସିଏ କହିଲେ ଯେ ଫୋନ୍ କରିକି କାହାକୁ କହିଲେ ଯେ ଏଇଟା ଦେଇ ଆସିବ ସେଠି ଗୋଟେ। ମୁଁ ତାଙ୍କୁ ପଚାରିଲି କ'ଣ ହେଲା, ନା ସେ ଦେଇ ଆସିବେ, ମୁଁ ତାଙ୍କୁ କହିଦେଲି। ଏଇରକମ ଠିକ ରେଗୁଲାର ଜିନିଷ ଦଉନାହାନ୍ତି, ଲୋକଙ୍କୁ ହଇରାଣ ହରକତ କରୁଛନ୍ତି ଆଉ। এইরকম ହେଲାଣି ଅନେକ ଦିନ ହେଲା ଏଇ କଥାଟା ହଉଛି। ସ୍ପେଶିଆଲି ଏଇ ଯୋଉ ନିର୍ବାଚନ ପରେ ପରେ ଏଇଟା ବେଶୀ ପ୍ରତିଫଳିତ ହଉଛି। ଆଉ ରାଜନୀତି ତାଙ୍କର ସଂସ୍ଥା ଇଏ, ରାଜନୀତି ଲୋକ, ତାଙ୍କୁ କ'ଣ କହିକି ଆମେ ପାରିବୁ? ସାଧାରଣ ଲୋକ, ତାଙ୍କ ହାତରେ କ୍ଷମତା ଅଛି, ସେ ଯାହା କରିପାରିବେ ଆଉ। ସାଧାରଣ ଲୋକ ହଇରାଣ ହରକତ ହଉଛନ୍ତି ଆଉ। ମାନେ 2024 ଇଲେକ୍ସନ ପୂର୍ବରୁ ଠିକ ଥିଲା। ହଁ ଠିକ ଥିଲା, ସବୁ ପାଉଥିଲୁ ଠିକ ଯେମିତି ପାଇବା କଥା। ସରକାର ନୁହେଁ, ସିଏ ଆସିଗଲେ ତ ଏମପି ହେଇକିରି ତାଙ୍କର କ୍ଷମତା ବଢିଗଲା ବୋଧେ, ମୁଁ ଭାବୁଛି ଆଉ। ଲୋକମାନେ ହଇରାଣ ହଉଛନ୍ତି, ରୋଷେଇ କରିପାରୁନାହାନ୍ତି। ରୋଷେଇ ସାଧାରଣ ଲୋକ କେତେ ଦୌଡ଼ି ଦୌଡ଼ି। ମୁଁ ଜଣେ 80 ବର୍ଷ ଲୋକ, ମୋ ଗୋଡ଼ ଭାଙ୍ଗି ଯାଇଛି, ମୋ ହାତ ଭାଙ୍ଗି ଯାଇଛି। ମୁଁ ଚାଲି ଚାଲିକା ଆସିବି 2 ମାଇଲ 3 ମାଇଲ ରାସ୍ତାରୁ ଏଠିକି, ଗାଡ଼ି ଚଳିକି ଆସିପାରିନି। ମୁଁ ଚାଲି ଚାଲିକା ଆସିବି କି ଖରାରେ ଆସିକି ଏଠି ପହଞ୍ଚିଲା ବେଳକୁ କହୁଛନ୍ତି ହଁ ଚାଲିଯିବ, ପହଞ୍ଚିଲା ବେଳକୁ ଆଉ ଆସୁନି। ଏଇ ସମସ୍ୟାଟା କେମିତି ସମାଧାନ ହେଇପାରିବ? ସେ ସମସ୍ୟା କଥାଟା ବୁଝାଯାଉ, ସାଧାରଣ ଲୋକ କେମିତି ଉପକୃତ ହୁଅନ୍ତୁ।